नमस्कार, गुड मॉर्निंग, सुप्रभात। जय श्याम जय सुप्रभात। बहुत बहुत धन्यवाद ସମସ୍ତଙ୍କୁ। तो ଆ, नमस्कार जय श्याम। ନମସ୍କାର, ଜୟ ସିଂ, ବହୁତ ବଢିଆ। ଓକେ। ଆଜି ଗୁରୁକୁଲ ବହୁତ ପାୱାରଫୁଲ ଗୁରୁକୁଲ, ଯୋଉଥିରେ କି ଆମର ଗୁଡର ଯୋଉ ରେସିପି ଆଜି ଆମକୁ ଶିଖା ହେଇଗଲା। ଆକ୍ଚୁଆଲି ମୁଁ ବି ଦେଖୁଥିଲି ତାକୁ, ଷ୍ଟଡି କରୁଥିଲି। ୟା ଦ୍ୱାରା ଆମେ କେତେ ଗ୍ରୋଥ ଆମେ କରିପାରିବା, ସେ କଥା ବି ଗୋଟେ ପ୍ରକାରର ମନ ଭିତରେ ଆସୁଥିଲା। ଆଉ ଦ୍ୱିତୀୟ କଥା ହଉଛି ଯେ କି ଅ, ଆମକୁ ସୁସ୍ଥ ବନେଇବା ପାଇଁ, ଆମକୁ ଆମର ଶରୀରକୁ ସୁସ୍ଥ ରଖିବା ପାଇଁ କେତେ ବଡ଼ ବଡ଼ ଇନୋଭେଟିଭ ଆଇଡିଆ ସବୁ ଆସୁଛି, ଯେଉଁଥିରେ କି ପୁରା ସମ୍ପୂର୍ଣ୍ଣ ଭାରତବର୍ଷକୁ ଆମେ ସୁସ୍ଥ ରଖିପାରିବା। ତ ସେଥିଲାଗି ହଁ, ମାର୍କେଟରେ ଆମେ ବହୁତ ପ୍ରକାରର ଖାଦ୍ୟ ତ ମିଳୁଛି ଆମକୁ, କିନ୍ତୁ ସେ ଅନହାଇଜେନିକ, ହଁ, ପାଟିକୁ ସ୍ୱାଦ କରିବା ପାଇଁ ଆମେ ଅନହାଇଜେନିକ ଖାଦ୍ୟ ଖାଇବା, ସେଟା କେତେ ଦୂର ଠିକ୍, ସେଟା ଠିକ୍ ନୁହେଁ। କିନ୍ତୁ ଉଁ, ପାଟିକୁ ଟେଷ୍ଟ ତ ଲାଗିବ ଲାଗିବ, ତା ଦେହରେ ଆମେ ହାଇଜେନିକ ଖାଦ୍ୟ ଆମେ ଖାଇବା, ଆମେ ନିଜେ ବି ଖାଇବା, ଆମ ପରିବାର ଲୋକ ଖାଇବେ। କେବଳ ଏତିକିରେ ସବୁ ସରିବନି, ଯେ ପୁରା ସମାଜ ନା, ଯଦି ହେଲ୍ଦି ପ୍ରଡକ୍ଟ ଖାଇଲେ ଆମେ ଆହାର ଦ୍ୱାରା ଆମ ଶରୀରକୁ ଆମେ ସୁସ୍ଥ ରଖିପାରିବା। ବହୁତ ବଡ଼ କଥା। ଆଉ ତା ପାଇଁ ଅଲରେଡି ଇଏ ଯୋଉ ପ୍ରିପାରେସନ ଅଲରେଡି 25 ବର୍ଷ ଧରି ये ଯୋଉ ଅଭିଯାନ ଚାଲିଛି ଆମ ପାଖରେ, ଇଏ ଅଭିଯାନ ଗୋଟେ ବହୁତ ମହତ୍ୱପୂର୍ଣ୍ଣ କଥା। କାରଣ ଇଏ ପ୍ରକାରର ଚିନ୍ତାଧାରା ଆଜି ଜଣେ ସାଧାରଣ ଲୋକ କେବେ କରିପାରିବେନି। ଯେ ଇଏ ଯୋଉ ଚିନ୍ତାଧାରା, ଯେ ଲୋକଙ୍କୁ ସୁସ୍ଥ ବନେଇବା ପାଇଁ ଯାହା ଯାହା ଦରକାର, ତ ସେଇ କାର୍ଯ୍ୟକ୍ରମ ମୁଁ କରିବି। ତା ପାଇଁ ଗୋଟେ କାମ କରିବା ପଛରେ ତା ପୂର୍ବରୁ କେତେ ପ୍ରିପାରେସନ ହବା ଦରକାର, ଫ୍ୟାକ୍ଟ୍ରି ଲଗେଇବା ଦରକାର, ତାର ଇନଗ୍ରିଡିଏଣ୍ଟସ, ତାର ଏତେ ଇନଭେଷ୍ଟମେଣ୍ଟ, ସବୁ କିଛି କରିବା ଦରକାର। ତ ସେଥିଲାଗି ଟିସି ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ, ଯେ ଆମକୁ ଏଭଳି ଗୋଟେ ପ୍ଲାଟଫର୍ମ ଦେଇଛନ୍ତି, ଏଭଳି ଗୋଟେ ସୁଯୋଗ ଦେଇଛନ୍ତି, ଯୋଉଥିରେ କି ଆମେ ନିରୋଗୀ ରହିପାରିବା, ଆମ ପରିବାର ନିରୋଗ ରହିପାରିବ, ଆମେ ସୁସ୍ଥ ରହିପାରିବା। ବହୁତ ବଡ଼ ବଡ଼ କଥା। ଆଜି ଆମକୁ ବହୁତ ଭଲ ହୋମୱାର୍କ ଗୋଟେ ମିଳିଛି, ଯୋଉ ହୋମୱାର୍କ କି ଆମେ ସମସ୍ତଙ୍କୁ ଜଣେଇବା। ଦେଖନ୍ତୁ, ଘରେ ଆମେ ଅ, ମ, ଯାହାର କୁକିଂ ପ୍ରତି ଇଣ୍ଟରେଷ୍ଟ ଅଛି, ସେ ତ ନିଜେ ଘରେ କରିବ, ନିଜେ ଘରେ ଖାଇବେ କି କିଛି ଲୋକଙ୍କୁ ଖୁଆଇବେ। କିନ୍ତୁ ବହୁତ ସାରା ସାଥୀ ଆଜି ଆସିନାହାନ୍ତି, କିନ୍ତୁ ସେମାନଙ୍କର ବି ଇଣ୍ଟରେଷ୍ଟ ଅଛି। ଆମେ, ଆମର କାମ ହଉଛି ଯେ ଆମେ ସମସ୍ତଙ୍କୁ ଆର ରେଜିଷ୍ଟ୍ରେସନର ଲିଙ୍କ ପଠେଇବା, ତାକି ସେମାନେ ବି ନିଜ ପରିବାରରେ ହେଲ୍ଦି ପ୍ରଡକ୍ଟ ତିଆରି କରିବାର ରେସିପି ଶିଖିବେ ବି ପାରିବେ, ତାକି ତାଙ୍କ ପରିବାର ସୁସ୍ଥ ରହିପାରିବ। ତ ଆମେ ଆରସିଏମ ରେ କାହାକୁ ଜଏନ କରିଛେ, ମାନେ ଏଥିପାଇଁ ଜଏନିଂ କରିଛେ ଯେ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ଯୋଉ ପ୍ରକାରର ପଦକ୍ଷେପ ନିଆଯାଉଛି ଗତ 25 ବର୍ଷ ଧରି, ତ ସେ ଅଭିଯାନକୁ ଆଗକୁ କିଛି ବଢିବା ପାଇଁ, ତ ଆମେ ଏ ପ୍ରକାର ଗୋଟେ ବିଚାର ଆମେ ରଖିଛେ। ଯୋଉ ବିଚାର କି ଆମେ ଏ, ନୂଆ ଭାରତ ନିର୍ମାଣ କରିବାରେ ଗୋଟେ ବହୁତ ବଡ଼ ଭୂମିକା ଇଏ ଗଠନ କରିବ। ତ ଆମର କାମ ହଉଛି ଯେ ଯେମିତିକି ଆମେ ଗ୍ୟାସେସ୍ ର ଫର୍ମୁଲା ଦେଖିଥିଲେ, ଯେ 100% ପ୍ରଡକ୍ଟ ଯଦି ନିଜେ ୟୁଜ୍ ନ କରିବା, ତାହେଲେ ଆମେ ଲୋକଙ୍କୁ କହିବା କ'ଣ? ତ ଯେତେ ହେଲ୍ଦି ଜିନିଷ ହେଲେ ବି ସୁଦ୍ଧା ନିଜେ ୟୁଜ୍ କରିଥିଲେ ତ ତା ଟେଷ୍ଟ ବାହାରି ପାରିବ। ତ ଯେମିତିକି ଆପଣ କେତେବେଳେ କେତେବେଳେ ଶୁଣିଥିବେ, ଯେ ଯଦି ଗୋଟେ ଗୁଙ୍ଗାକୁ ପଚାରିବେ ଯେ ରସଗୋଲାର ଟେଷ୍ଟ କେମିତି, ତ ଗୁଙ୍ଗା କ'ଣ କହିବ? ତା ପାଟି ତ ଖୋଲୁନି, ସେ କହିବ କ'ଣ? ସେ ଏମିତି ହାତ ଦେଖେଇକି କହିବ, ବହୁତ ବଢିଆ। ତ ତାକି କ'ଣ ହବ ନା, ଆପଣଙ୍କୁ ବି ଆପଣ ଜାଣିଦେବେ ଯେ ତାର ଟେଷ୍ଟ କ'ଣ। ତ ଇଏ ହଉଛି କଥା, ଯେ ଆମେ 100% ପ୍ରଡକ୍ଟ ୟୁଜ୍ କରିବା, କାରଣ ପ୍ରଡକ୍ଟ ୟୁଜ୍ କଲେ ହିଁ ଆମେ ଜାଣିପାରିବା, ନମ୍ବର ୱାନ୍। ନମ୍ବର ଟୁ, ଆମେ ଏଥିରେ ଆମ ଟିମ୍କୁ ଜଣେଇବା ନିହାତି ଦରକାର, ତାକି ଆମ ଟିମ୍ ବି ଏଥିରେ ଗ୍ରୋ ହେଇପାରିବ। ବହୁତ ବଢିଆ କଥା। ଆଜି ଆମର ବିଚାର କହିବା, ଯେମିତିକି ସାର୍, ଆମର ଚାନ୍ଦ ସାର୍ ସବୁବେଳେ କୁହନ୍ତି ଯେ ଆମେ କେବଳ କହିବାନି ଯେ ଯେ ଇଏ ଟ୍ରେନିଂଟା ଭଲ ଥିଲା, ଏଇଟା ଏମିତି ଭଲ ଥିଲା, ତ କହିଲେ ବି ଲାଭ ବି କିଛି ହବନି।
तो याकू आमे यूज करके आमे जो घंटाटे समय देले गुरुकुल ले ताको यूज करके आम टीम रो केते ग्रोथ करि परिबा सेटा बहुत इंपोर्टेंट न नचेत कौन हबो ना टाइम वेस्ट चली जीवो आम हमर अल्टीमेटली एम कौन ना आमे ये गुरुकुल को यूज करिबा यूज करके हम टीम रे ग्रोथ करिबा ताकि काली सकाळु आमे रॉयल्टी भी पहुंची जीवा काली सकाळु आमे टेक्निकल भी मेंटेन करथुवा आम परिवार को गोटे एक्स्ट्रा इनकम भी आमे देई परथुवा सेटा गोटे बहुत बड़ कथा तो ଯାହା ହଉ ଇଏ ସମୟ କେବେ ବ୍ୟର୍ଥ ଚାଲିଯିବନି ଇଏ ଯାହା ଆମେ ଶିଖିଲେ ଆମ ଲାଇଫରେ ଆମେ କଣ ତାକୁ କରିବା ତ ଆଜି ଆମେ କଣ କରିବା ତ ତା ଉପରେ ଆମେ ଆଜି ନିଜେ କହିବା ଓକେ ଷ୍ଟାର୍ଟ କରିବା ଆରତି ଅପାଙ୍କଠୁ ଷ୍ଟାର୍ଟ କରିବା ଆରତି ଅପା କେତେବେଳେ ଆରତି ଜି ହେଇଯାଉଛନ୍ତି କେତେବେଳେ ଆରତି ମ୍ୟାଡାମ ହେଇଯାଉଛନ୍ତି ତ ଅଲ ଇଣ୍ଡିଆ ତାଙ୍କୁ ତ ଜାଣି ସାରିଲେଣି ଟିସିଜି ଓକେ ୱେଲକମ୍ ଆगे ନାଇଁ ଆକ୍ଚୁଆଲି ଠିକ କଥା ଏଇଟା ବି ଠିକ କଥା ଅପା ଟିକିଏ ଖାଲି ରଖୁଛି ଏଇଟା ବି ଠିକ କଥା ଅପା କ୍ୟାମେରା ଅନ୍ କରୁଛନ୍ତି ଅପରା ଅପା ହ୍ୟାଣ୍ଡ ରେଜ୍ କରୁଛନ୍ତି ଗୁରୁକୁଳରେ କହିବା ପାଇଁ ତ ସେଥିଲାଗି ତାଙ୍କ ଭଏସ ଆଜି ପୁରା ହିନ୍ଦୁସ୍ତାନ କେବଳ ହିନ୍ଦୁସ୍ତାନ ନାହିଁ ହିନ୍ଦୁସ୍ତାନ ବାହାରେ ବି ଯୋଉମାନେ ୟୁଟ୍ୟୁବ ଦେଖୁଛନ୍ତି ଯୋଉମାନେ ଜୁମ୍ ଦେଖୁଛନ୍ତି ସେମାନେ ବି ଦେଖୁଛନ୍ତି ପୁରା ୱାର୍ଲଡ ଫେମସ ବି ହେଇଯାଇ ପାରିବେ ଆମେ ତ ଇଏ ଗୋଟେ ବହୁତ ବଡ ଅଫସର ଯେ ଆମେ ପୁରା ୱାର୍ଲଡ ୱାଇଡ ଆମର ନା ନା ନେମ୍ ଆଣ୍ଡ ଫେମ୍ କୁ କରିପାରିବା ଭିଡିଓକୁ ଏମିତି ମୋବାଇଲକୁ ପକୁଛନ୍ତି ତ ହେଇପାରିବ ବହୁତ ବଢିଆ କଥା ଥ୍ୟାଙ୍କ ୟୁ ବାବା ବହୁତ ବହୁତ ଧନ୍ୟବାଦ जय श्याम Yeah. समस्त को प्रणाम चांद साहब को प्रणाम आज गुरुकुल ले कायनात मैम जो हम HUMOUS हमुस हमुस जो आज शिखेले सेटा खाई कि तो मु ए पागु को सेटा ठीक काम दब मेन कथा हला तांको संगे मोर पूरा फोन रे संपर्क भी भल हो गलानी कायनात मैम के संगे मु मैडम संगे भी बहुत कथा होजी ए जो रेसिपी हमर प्रोटीज उपरे मु तांको भी केते आइडिया दउची से भी गोटा इंटरनेशनल फिगर से कथा किछि नाही कि आमे भी चाहिले किछि करि परिबा काई करि परिबानी जदि मनर उच्छा थिबो जे आमे एई प्रोडक्ट रे आम आसियम प्रोडक्ट एते हेल्दी प्रोडक्ट आजिकल पिला मानक जो मियोनिज दिया होची मियोनिज जो ब्रेड आमे सेखिकिरी ता दे आमे मियोनिज ता दे ऐड करिक दउची पिलांगु केते माने माने हेल्थ पे खराब पिलांगर ये जो मियोनिज बनेबा आज शिखेले सबटु बेस्ट एटा शिखेले आ मु एटा ना मो झियो को से कहली म्यूट करके मुल देख मियोनिज मु बनेबी आ फ्रिज काछ बोतल ले रखिबी काछ पत्यारी एटा तू जेतेबेले चाहबू मो नाती की देई परिबू आ गोटा नाती तो आसुची दी जण पई खाली रेसिपी बना हबो गुड डॉट आ आसियम प्रोडक्ट आ मो झियो से कहला तू एठी बक्तुता दे ना आमे गला पर केते प्रकार आइटम करजू सेटा हम ଟିକେ କହିବୁ ମୁଁ କହିଲି ଆଉ ଟା ଡିକ୍ଲେୟାର କରିବାକୁ ଚାହୁଁଛି ସାର୍ ଚାନ୍ସ ଅଛନ୍ତି ତ ହଁ ଆଉ ସାର୍ ତ ଆମର ଅଛନ୍ତି ସାର୍ ଅଛନ୍ତି ସାର୍ ସାର୍ ନମସ୍କାର ମୁଁ ନମସ୍କାର ପିକନିକ ନମସ୍କାର କୁହନ୍ତୁ। ପିକନିକ ମୁଁ ପିକନିକ ପାଇଁ ଆମର ଆସିଏମ ର ଫ୍ୟାମିଲି ପିକନିକ ନଟ୍ କ୍ରସ୍ ଲାଇନ ନଟ୍ ଡାଇରେକ୍ଟ ଲାଇନ ସମସ୍ତଙ୍କ ପାଇଁ ଡିକ୍ଲେୟାର କରୁଛି ଆମ ଆସିଏମ ର ପିକନିକ ମୁଁ ଏ ଡୁମୁଡୁମା ଆମର ଯୋଉ ନେଇଥିଲି ଗୀତାରାଣୀ ପାଠାଗାର ଜାନୁଆରୀ 1 ୱିକ୍ ସଣ୍ଡେ କରିବା ପାଇଁ ଚାହୁଁଛି ସମସ୍ତଙ୍କ ମତାମତ ଚାହୁଁଛି ଆଉ ତା ଦେହରେ ଯୋଉ ଆମର ଷ୍ଟାର୍ଟରରେ ଯୋଉ ରହିବ ସେ ଖାଇବା ମୁଁ ପୁରା ପ୍ରୋଟିଜ ଆଉ ଆସିଏମ ପ୍ରଡକ୍ଟ ବନେଇବାକୁ ମୁଁ ମନସ୍ଥ କରିଛି ଏତିକି କହୁଛି ବହୁତ ବଢିଆ କୋଉଠି ହବ କୋଉଠି? ଗୀତାରାଣୀ ପାଠାଗାର ଯୋଉଠି ହେଇଥିଲା ଆମର ହେଲ୍ଥ କ୍ୟାମ୍ପ ଆଚ୍ଛା ଆଚ୍ଛା ବାহ ବହୁତ ବଢିଆ କଥା। ବହୁତ ବଢିଆ କଥା ଅପା ମୁଁ ବହୁତ ବହୁତ ଏକ୍ସାଇଟେଡ ଅଛି ପିକନିକ ପାଇଁ ଏଇ ସଣ୍ଡେ ମାନେ ଫାର୍ଷ୍ଟ ୱିକ୍ ର ସଣ୍ଡେ। ହଁ କିଛି ନାହିଁ ଏକାଦଶୀ ନାହିଁ ସଂକ୍ରାନ୍ତି ନାହିଁ କିଛି ନାହିଁ ଯୋଉଟା କି ମୁଁ ଖାଇପାରିବି ଶୁଦ୍ଧ ନିରାମିଷ ହବ ତ? ନାଇଁ ନିରାମିଷ ଯୋଉମାନେ ଖାଇବେ ଆଇଁଷ ତାଙ୍କ ପାଇଁ ହବ ନାଇଁ ଯଦି ଚାହିଁବେ ଯେ ନାଇଁ ସମସ୍ତେ ଶୁଦ୍ଧ ନିରାମିଷ ଖାଇବା ତାହେଲେ ହବ ନାଇଁ ଶୁଦ୍ଧ ନିରାମିଷ ଖାଇବା ନା ନିରାମିଷ ଭଲ ହବ କାରଣ ଆସିଏମ ର ତ
ମାନେ ହଉଛି ପ୍ରଥମ ହଉଛି ନିରାମିଷ ଆମର ତାହେଲେ ଗୁଡ୍ ଡଟ୍ କାହିଁକି ହଉଛି ଗୁଡ୍ ଡଟ୍ ତ ମାନେ ତ ନିରାମିଷ ତାହେଲେ ଆମର ଆପଣ ନା ଆପଣ ଗୋଟେ ଭଲ ସଜେସନ ଦେଲେ। ମୁଁ ହଁ ବି ଚାହୁଁଛି, କାହିଁକି ନା ଆମେ ତ ଆଇଁଷ ଖାଉନା, କିନ୍ତୁ ହଁ ଲୋକ କାଳେ କମ୍ପ୍ଲେନ କରିବେ, ମୁଁ ସେଥିପାଇଁ କହୁଛି। ନାଇଁ 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 ନିରାମିଷ ପ୍ରାୟ ଆମର ଆମର ହଉଛି ଇଏ ହଉଛି ଲକ୍ଷ୍ୟ ହଉଛି ନିରାମିଷ ପ୍ରାଣୀ ମାନଙ୍କୁ ହତ୍ୟା କରିବାନି। नहीं माछो। अच्छा, ନା बंगाली लोग मछली मछली खोल क्यों को बोलते हैं सब ନା लोग। ନା ନା ସିଏ ବି ପ୍ରାଣୀ। ओके ठीक अछि या ଉପରେ ଆମେ ତ ଡିସ୍କସନ କରିବା କାରଣ ଆଜି ସମସ୍ତଙ୍କର ବି ମତାମତ ଆମେ ନବା ଆକ୍ଚୁଆଲି ଆମେ ତ କରିବା ବୋଲି ଫାଇନାଲ କଣ କରିବା କଣ ନାହିଁ ଆମ ଭିତରେ ଆମେ ଡିସ୍କସନ କରିଦବା ଯୋଉଟା ଠିକ मुझे ହବ ଆମେ ସେଇଟା ଆମେ କରିବା ଓକେ ଆଜି ସାରଙ୍କୁ ଇନଭାଇଟ କରୁଛି ଆଜି ଆମକୁ କିଛି ଦିଗଦର୍ଶନ ଦେବେ ସାର୍ ନମସ୍କାର ସମସ୍ତଙ୍କୁ ଜୟ ଆରସିଏମ ଗୁଡ ମର୍ଣ୍ଣିଂ। ଆଜ୍ଞା ନମସ୍କାର 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 ସାର୍। ଜୟ ଶ୍ୟାମ। ଜୟ ତ ଶ୍ରୀ। ଆଜିର ମାନେ ଯୋଉ ପ୍ରକାର ରେସିପି ତିଆରି ଚାଲିଥିଲା ବହୁତ ଖୁସି ଲାଗୁଥିଲା କିନ୍ତୁ ଲାଷ୍ଟ କୁ ଟିସି ସାର୍ ଜି ଯାହା କହିଲେ ଯୋଉଟା କି ଇଏ ଆମର ସାର୍ ବି ଯାହା କହିଲେ ସେଇ କଥା ଯେ ଆମର ଏଇ ସବୁର ମୂଳରେ ହଉଛି ଗ୍ରୋଥ। ଏ ସବୁର ମୂଳରେ ଏତେ ଭଲ ଭଲ ପ୍ରଡକ୍ଟ ଆମର ତିଆରି ହଉଛି ଗ୍ରୋଥ ପାଇଁ ମାନେ ଗ୍ରୋଥ ପାଇଁ ଆମର ବିଜନେସ କେମିତି ବଢିବ ଆମର ସମ୍ପର୍କ ଲୋକଙ୍କ ସହିତ ବଢିବ ଲୋକମାନଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ ଲୋକମାନଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ ସେମାନେ ଭଲ ଖାଦ୍ୟ ଖାଇବେ ୟାର ମୂଳରେ ଉଦ୍ଦେଶ୍ୟ ହଉଛି ତେଣୁ ଆମେ ସବୁ ଜାଣୁଛେ ଗୁରୁକୁଳ ଦ୍ଵାରା ସମସ୍ତଙ୍କୁ କହିବା ପାଇଁ ଏଇଟା ହଉଛି ବଡ କଥା ଆମେ ସମସ୍ତଙ୍କୁ କହିବା ପାଇଁ ସମସ୍ତଙ୍କୁ ରେସିପି ବାବଦରେ କହିବା ଟିସିଜି ଲାଷ୍ଟ କୁ ଯୋଉ 5-7 ମିନିଟ କହିଲେ ସେଥିରେ ସବୁତକ ନିଚୋଡ଼ ସେଇଥିରେ ଅଛି ସେଇ 5-7 ମିନିଟ କୁ ଆପଣ ମାନେ ଭଲ ଭାବେ 2-3 ଥର ଶୁଣିବେ ଟିସିଜିଙ୍କର ଉଦ୍ଦେଶ୍ୟ ସେ କଣ ସେ ଆପଣ ମାନେ ବୁଝିପାରିବେ ତେଣୁ ଆମେ ସମସ୍ତଙ୍କୁ କହିବା ଉଚିତ ଏ ଭିଡିଓକୁ ଆଉଥରେ ଥରେ ଦେଖିବା ଉଚିତ ତାପରେ ଆମର ଯୋଉ ଟିମ ରେ ଯୋଉମାନେ ଆସିପାରୁନାହାନ୍ତି କି ଯୋଉମାନଙ୍କୁ ଆପଣ ମାନେ ଡାକୁଛନ୍ତି କି ସେମାନେ ଶୁଣି ପାରୁନାହାନ୍ତି ଶୁଣୁଛନ୍ତି କିନ୍ତୁ ତାଙ୍କର କୌଣସି କାରଣରୁ ଆଟେଣ୍ଡ କରିପାରୁନାହାନ୍ତି ତାଙ୍କୁ ସେ ଭିଡିଓ ପଠାନ୍ତୁ ପଠେଇ ଦେଇକି ସାରିଲା ପରେ ତାଙ୍କୁ ଫୋନ କରି କହନ୍ତୁ ଯେ ଏଇ ଭିଡିଓଟା ଦେଖ କେଡେ ସୁନ୍ଦର ଖାଦ୍ୟ ତିଆରି ଚାଲିଛି କେମିତି ସ୍ୱାସ୍ଥ୍ୟ ପାଇଁ ଭଲ ହବ ଏମିତି କରି ତାଙ୍କୁ ସହିତ ଆପଣ ଭିଡିଓ ପଠାନ୍ତୁ ଯାହାଦ୍ୱାରା କି ଆମର ପ୍ରଚାର ହବ ପ୍ରଚାର ପ୍ରସାର ହଉଛି ପ୍ରମୋସନ ହଉଛି ସବୁର ମୂଳର କଥା ତ ମୋର ତ ଆଉ 1-2 ମିନିଟ ନଉଛି ତ ମୁଁ ଯୋଉ ଗୋଟେ ପ୍ରପୋଜାଲ ଦେଇଥିଲି ଯେ ଆପଣ ମାନେ ଯୋଉମାନେ ଡାକୁଛନ୍ତି ଇନଭାଇଟ କରୁଛନ୍ତି କିନ୍ତୁ ସେମାନେ ଆସୁନାହାନ୍ତି ତାଙ୍କୁ ଆମ ସହିତ କନଫରେନ୍ସରେ କଥାବାର୍ତ୍ତା କରନ୍ତୁ ଶତପଥୀ ସାରଙ୍କ ସହିତ ମୋ ସହିତ ସାହୁ ବାବୁଙ୍କୁ ଅମୀ ବାବୁଙ୍କୁ ପ୍ରଥମେ ସେମାନେ ରୟାଲଟି ଆଚିଭର ତାଙ୍କର ତ ବହୁତ ବଡ ଟିମ୍ ଅଛି ସେଥିରେ କିଛି ହେଲା କି କାଲି ସାହୁ ବାବୁ କିଛି ଲୋକଙ୍କୁ ଡାକିଲେନି କନଫରେନ୍ସ କରେଇଲେ ଆପଣଙ୍କର ମ୍ୟୁଟ ହଁ 3 ଜଣ କନଭିନ୍ସ ହେଇଥିଲେ ବସିବା ପାଇଁ ନା କିନ୍ତୁ ନା ଯାହା ଗୋଟେ ବସିବା ପାଇଁ ନୁହେଁ ସେ ଏମିତି କନଫରେନ୍ସ। ଆପଣ କନଫରେନ୍ସ ରେ ଶତପଥୀ ବାବୁଙ୍କ ସହିତ ଆଣିବା ପାଇଁ ଆଜ୍ଞା ଆଜ୍ଞା ସେଥିରେ ସେଥିରେ ତ ତାଙ୍କର କିଛି କଷ୍ଟ ହବନି ନା ଏଥିରେ କିଛି ବାହାନା ସେମାନେ କରିପାରିବେନି 2 ମିନିଟରେ 2-4 ମିନିଟରେ କଥାବାର୍ତ୍ତା କରିବା ପାଇଁ ଆଜ୍ଞା ତାପରେ ଆମେ ଲୋକଙ୍କୁ କନଭିନ୍ସ କରିବା ତାପରେ ସେମାନେ ଆସିବେନି ରାଜି ହେବେନି ଏ କଥା ତ ପୁରୁଣା କଥା ଏକୁ ଆମେ ସାର୍ ଡିସ୍କସନ ସାର୍ ଅଲରେଡି ହେଇଥିଲା କାଲି କାର୍ତ୍ତିକ ବାବୁ ମତେ ବି ଯୋଗାଯୋଗ କରିଥିଲେ ମୁଁ ବହୁତ ଟାଇଟ୍ ରେ ଥିଲି ଆଉ ମୁଁ କଥା ହେଇପାରିନି ଆରମ୍ଭ କରିଥିଲେ କାର୍ତ୍ତିକ ବାବୁ ଆରମ୍ଭ କରିଛନ୍ତି ଆଜି ନା ମୁଁ କଥା କରିଥିଲି କାର୍ଯ୍ୟକ୍ରମର ବହୁତ ସଚେତନତା ବହୁତ ଭଲ ଆଉ ଅମୀ ବାବୁ ଆସିନାହାନ୍ତି ବୋଧେ ଆମେ ଆଉ ରାସ୍ତାରେ ଅଛନ୍ତି ତ ନେଟୱାର୍କ ପାଉନି ଆଜି ତ ଏମିତି ଆମେ ଦେଖନ୍ତୁ ଆମର ଗ୍ରୋଥ ହଉଛି ଆମର ସବୁ ଇଏ ଆମର ଯୋଉ ପ୍ରୋଗ୍ରାମ ହଉଛି ସେ ପ୍ରୋଗ୍ରାମ ର ଯେମିତି ଗ୍ରୋଥ ହବ ଗ୍ରୋଥ ହଉଛି ସଂସାରର ନିୟମ ଆମେ ଯଦି ଗ୍ରୋଥ ପାଇଁ ଆମେ ଯୋଉ ପ୍ରକାର କାମ କରିବା ଦରକାର ତାକୁ ଯଦି ନ କରିବା ତାହେଲେ ସେ ଯୋଉ ଗୋଟେ ପୁରୁଣା ଗୀତ ଅକ୍ଷୟ ମହାନ୍ତିଙ୍କର ଆରତୀ ମ୍ୟାଡାମ ଜାଣିଥିବେ କଟକର ଲୋକମାନେ ଜାଣିଥିବେ ସେ ଗୀତଟା ଆମେ କଲେଜ କରିବାରେ ଶୁଣୁଥିଲୁ ଏମିତି ଗପ ଚାଲିଥିବ ନା କିଛି ଆଗେଇବା
ଏମିତି ଗପସପ ଚାଲିଥିବ ନା କିଛି ଆଗେଇବା। ଆ- ଆ- ଆଉ ତାର ଉତ୍ତର ହଉଛି ଯଦି ଆଗେଇବା ତାହେଲେ ଚାନ୍ସ କହିବେ କି ଲୋକଙ୍କୁ ଡାକ, ଲୋକଙ୍କୁ ଆଣ, ତେଣୁ ଲୋକଙ୍କୁ ବସାଅ। ତେଣୁ ସେ କଥା ନ କରିକିରି ଆମେ ଖାଲି ଏମିତି ଗପସପ କରିକିରି ଆଗେଇବା, ତାହେଲେ କଣ ଟାଇମ ପାସ୍ ହବ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓକେ, ବହୁତ ବହୁତ ବଢିଆ ସଜେସନ ସାର୍। ଆକ୍ଚୁଆଲି ମେନ୍ ଉଦ୍ଦେଶ୍ୟ ହଉଛି ଯେ ଆମେ ଏତେ ବଡ କାମଟା କରୁଛେ, ମାନେ କୌଣସି ଛୋଟ ମୋଟ କାମ ନୁହେଁ। ଆମ ପରିବାରକୁ ସୁସ୍ଥ ରଖିବା, ଆମ ପୁରା ସମାଜକୁ ସୁସ୍ଥ ରଖିବା, ଏତେ ବଡ କାମ କରୁଛେ, ଆଉ ତା ପାଇଁ କେତେ ବଡ ପଦକ୍ଷେପ ନିଆହେଇଛି। ଇଏ ତ ଆପଣ ଦେଖୁଛନ୍ତି, ଏଇଟା ଆମ କଥା ଆମଠୁ ଏଇଠୁ ଷ୍ଟାର୍ଟ ହଉଛି, କିନ୍ତୁ ଆ ପୂର୍ବରୁ ଯୋଉ ଫ୍ୟାକ୍ଟ୍ରି ଲଗେଇବା, ଯୋଉ ପ୍ରକାର ଏକ୍ସପେନ୍ସେସ୍, ଯୋଉ ପ୍ରକାର ଇନଭେଷ୍ଟମେଣ୍ଟ ସବୁ ଯାହା ଯାହା ହଉଛି, ଇଏ ଇଏ ନୁହେଁ ଯେ ଆମେ ମାନେ ଟିସିସି ଆରମ୍ଭ କଲେ ସେ ହେଇଗଲା। ତ ଆଗରୁ ବହୁତ ପ୍ରିପାରେସନ, ଆଉ ୟାକୁ ତିଆରି କରିବା ପାଇଁ ଗୋଟେ ଫାଷ୍ଟ ଟାଇମ ଗୋଟେ ହାଇଜେନିକ ଜିନିଷ ତିଆରି କରିବା, ଲୋକଙ୍କୁ ସୁସ୍ଥ ରଖିବା, ଆହାର ଦ୍ୱାରା ସୁସ୍ଥ ରହିବା, ତ କରିବା ପାଇଁ ବହୁତ ଥର ବି ଟିସିଜି ଫେଲିଓର ବି ହେଇଛନ୍ତି। ବହୁତ ଥର ମତେ ଥରେ ସାର୍ ଆମେ ଗୁରୁକୁଲ ଆମେ ଯେତେବେଳେ ବସୁଥିଲେ ଭେଲୱାଡାରେ ସେ ଟ୍ରେନିଂରେ ଥରେ ସେ ତ ସେଇ କଥା କହୁଥିଲେ, କହିଲେ ପ୍ରଥମ ଥର ଯେତେବେଳେ ଆରସିଏମ ର ପେଷ୍ଟ 2002 କଥା କହିଲେ, ଯେତେବେଳେ ଆରସିଏମ ର ପେଷ୍ଟ ଲଞ୍ଚ ହେଲା, ତ ସେତେବେଳେ ସେ କହିଲେ କି ସେ ଯୋଉ ପେଷ୍ଟ ତିଆରି କଲା, ଏକରେ ତ ଯୋଉ କମ୍ପାନୀ ସହିତ ଟାଇଅପ୍ କଲୁ, ସେ ତ ସେ କମ୍ପାନୀ ଆମକୁ ବି ଛାଡ଼ିଲାନି ଯେ ଆମେ ତାର ବିକିବୁ, ଆମକୁ ବି ଛାଡ଼ିଲାନି ତା ଭିତରକୁ ଦେଖିବା ପାଇଁ। ଦ୍ୱିତୀୟ କଥା, ପିଚକାରୀ ତ କମ ସ୍ପିଡରେ ଯିବ, ପେଷ୍ଟ ଏତେ ସ୍ପିଡରେ ତା ଦେହରୁ ବାହାରି ଯିବ। କହିଲେ କହିଲେ ସେ ଜାଗାରୁ ଆସିକି ଆମେ ଏତେ ଫେଲିଓର ଆମେ ସହିଛୁ, ଧୀରେ 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 ଆମେ ଯୋଉ ମନୋଭାବ, ଯୋଉ ଚିନ୍ତାଧାରା ଆମକୁ ପରମାତ୍ମା ଯାହା ବିଚାର ଆମକୁ ଦଉଛନ୍ତି, ତାକୁ କରିବା ପାଇଁ ଧୀରେ ଧୀରେ ପରିବର୍ତ୍ତନ କରିକି, ନିଜକୁ ପରିବର୍ତ୍ତନ କରିକି, ବହୁତ ଲସ୍ ସହିକି ଧୀରେ 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 ଆଜି ଦୁନିଆର ସବୁଠୁ ନମ୍ବର 1 ପେଷ୍ଟ ତିଆରି ହେଇଛି। ଯୋଉ ପେଷ୍ଟକୁ ଲଗେଇ ଦେଲା ପରେ ଆଜି ଲୋକଙ୍କର ପାଇରିଆ ବି ହଉଛି, ସେ ପାଇରିଆ ବି ଭଲ ହେଇଯାଉଛି। ଲୋକଙ୍କର କାହା ଦାନ୍ତରୁ ରକ୍ତ ବାହାରୁଛି, ସିଏ ବି ଭଲ ହେଇଯାଉଛି। କାହାର ଦୁର୍ଗନ୍ଧ ବାହାରୁଛି, ସିଏ ବି ଭଲ ହେଇଯାଉଛି। ବହୁତ ସାରା ଲୋକଙ୍କର ମୁଁ ଏମିତି ବି ଦେଖୁଛି ଯେ ତାକୁ ଲଗେଇବା ଦ୍ୱାରା ଯାହାର ଦାନ୍ତ ହଲୁଛି, ସିଏ ବି ବସି ଯାଉଛି। ଇଏ ବହୁତ ବଡ କଥା। ମାନେ କୋଉ ଜାଗାରୁ ଆସିକି କୋଉ ଜାଗାରେ ପହଞ୍ଚନ୍ତି, ଇଏ କଣ ପାଇଁ? ଯେ ଇଏ ଭାରତବର୍ଷକୁ ସୁସ୍ଥ ରଖିବା ପାଇଁ। ଆଉ ୟା ପାଇଁ ଯଦି ଲୋକ ନା, ଆମେ ଯାହାକୁ ଆମେ କହିବା, ଯୋଉ ସମାଜକୁ ଆମେ ସୁସ୍ଥ ରଖିବା କହିବା, ତ ସେ ଜାଗା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତ ଇଏ ପ୍ଲାଟଫର୍ମକୁ ଆସିବା ଦରକାର, ଶୁଣିବା ଦରକାର, ଶୁଣିଲେ ତ କହିପାରିବା। ତ ଇଏ ହଉଛି କଥା। ଆଉ ସାର୍ ଯୋଉ କଥା ଆମକୁ କହୁଛନ୍ତି ପ୍ରତ୍ୟେକ ଦିନ, ଆକ୍ଚୁଆଲି କରିବା ନିହାତି ଦରକାର। ମୁଁ ଖାଲି ଟିକେ ଆଡ୍ ଖାଲି କରିଦେବି ଯେ ଏକ୍ସାଇଟମେଣ୍ଟ ଦ୍ୱାରା ହିଁ ଲୋକଙ୍କର ଆଗ୍ରହ ବଢେଇ ପାରିବା। ଆଜି ଏତେ ବଢିଆ ହେଇଗଲା, ହୋମୋସ୍ ତିଆରି ହେଇଗଲା, ଆଜି ଗୁରୁକୁଳରେ କଣ କଣ ଶିଖା ହେଇଗଲା, ତ ତାର ଲିଙ୍କ, ଇଏ କଣ ସବୁ ପ୍ରୋଟିଜ କଣ ନା, ପ୍ରୋଟିଜ କଣ, ମୁଁ ତାର ଲିଙ୍କ ପଠଉଛି, ଦେଖ ତୁ ଗୋଟେ କୋର୍ସ କର, ତା ଦେହରେ 7 ଦିନର କୋର୍ସରେ ତୁ ଦେଖ। କିମ୍ବା କୋଉଦିନ ନ୍ୟୁଟ୍ରିଚାର୍ଜର ନ୍ୟୁଟ୍ରିଚାର୍ଜ କେତେ ବଢିଆ ଜିନିଷ, ଲୋକ ଖାଇକି ତାଙ୍କର ତ ବହୁତ ବଢିଆ ଜିନିଷ, ମାନେ ଯୋଉମାନେ ବି ଖାଉଛନ୍ତି, ମାନେ ଆମର ଏକ୍ସାଇଟମେଣ୍ଟ ହିଁ ବହୁତ ବଡ ଜ୍ଞାନ ଦ୍ୱାରା ଯେ ଆମେ କିଛି ସକ୍ସେସ୍ ହେଇଯାଇପାରିବା ସେ ନୁହେଁ। ଆମର ଯୋଉ ଏକ୍ସାଇଟମେଣ୍ଟ ଦ୍ୱାରା, ଆମର ଯୋଉ ଉତ୍ସାହ ଦ୍ୱାରା ସାମ୍ନା ବାଲା ଲୋକକୁ ଆମେ ପ୍ରଭାବିତ କରିପାରିବା, ଆଉ ଆମର ସଂଖ୍ୟା ବି ବଢେଇ ପାରିବା। ଓକେ, ବହୁତ ବଢିଆ କଥା। ଆଜି ଆମେ ସମସ୍ତଙ୍କଠୁ କିଛି କିଛି ଆମେ ଶୁଣିବା। ପ୍ରଥମେ ଆମେ କାର୍ତ୍ତିକ ବାବୁଙ୍କଠୁ ଷ୍ଟାର୍ଟ କରିବା। ସରି କାର୍ତ୍ତିକ ବାବୁ, ଆପଣଙ୍କ ଟିମର କାଲି କଥା ହେଇପାରିଲିନି, ଆଜି କଥା ହେବି, ନିଶ୍ଚୟ କଥା ହେବି। ହଁ, ଯୋଉମାନେ ବି ଦରକାର ହଉଛି ଯେ ଲିଷ୍ଟ ମତେ ତ ପଠେଇଛନ୍ତି, ମୁଁ ବି ଆପଣଙ୍କ ଟିମ୍ ଲିଷ୍ଟ ପଠେଇବି, କାରଣ 15 ତାରିଖ ଅଲରେଡି ହେଇଗଲାଣି, ଆଉ ମାତ୍ର 15 ଦିନ ଆମ ହାତରେ ଅଛି। ଇଏ 15 ଦିନ ଭିତରେ ଆମେ କିଛି ଏମିତି କରିକି ଦେଖେଇବା ଯୋଉଟା କି ଏ ବର୍ଷ ସରିଯାଉଛି। ଆମେ ଯାହା ଯୋଉ ପୋଜିସନରେ ଆମେ ପହଞ୍ଚିଛେ ପୁରା ବର୍ଷ ଭିତରେ, ଆଉ ଯୋଉଟା ଟାର୍ଗେଟ ରଖିଥିଲେ, ସେ ଟାର୍ଗେଟକୁ ଏ 15 ଦିନ ଭିତରେ ଆମେ ଫୁଲଫିଲ କରିବା। ତା ପାଇଁ ଯାହା ଯାହା ଦରକାର ଆମେ ମାନେ କୋଅପରେଟ କରିବା। ଓକେ, ୱେଲକମ୍। କାର୍ତ୍ତିକ ବାବୁ, ଆପଣ ଅନମ୍ୟୁଟ କରନ୍ତୁ। ଭିଡିଓ ଅନ୍ କରିଦେଲେ ଆପଣଙ୍କୁ ବି ସମସ୍ତେ ଦେଖିପାରିବେ। ଆଉ ସାର୍ ଯଦି ନମସ୍କାର, ଜୟ ସିଂ। ଯାହାର ସେମିତି ନେଟୱାର୍କ ନାହିଁ, ଭିଡିଓ ଅନ୍ କରନ୍ତୁ। କୁହନ୍ତୁ।
ସାର୍ ଆଜି ତ ଭଲ ଗୁଡଟ ଉପରେ ଭଲ କହିଲେ ଯେ ମାନେ ଗୁଡଟ ଆଉ ଆରସିଏମ ପ୍ରଡକ୍ଟ ନେଇକି ବହୁତ ଭଲ ଭଲ ରେସିପି ବନିପାରିବ ଆଉ ଗୁଡଟ ଦ୍ୱାରା ବି ଆମେ ଭଲ ବିଜନେସ ବି ନେଇପାରିବା ନିଜେ ୟୁଜ କରିକି ଲୋକଙ୍କୁ କହିଲେ ଭଲ ବିଜନେସ ବି ହେଇପାରିବ ଲୋକ ବି ୟୁଜ କରିବା ଦରକାର। ପ୍ରଥମ କଥା ହେଲା ନିଜେ ୟୁଜ କରିବା ଦରକାର ନିଜେ ୟୁଜ କଲେ ତାର ଟେଷ୍ଟି ଜାଣିପାରିବେ ଆଉ ତାର ଗୁଣବତ୍ତା ବି ଜାଣିପାରିବା ତାପରେ ଲୋକଙ୍କୁ କହିବା ଲୋକ ବି ୟୁଜ କରିବା ଦ୍ୱାରା ସେମାନେ ବି ଜାଣିପାରିବେ ତାର ରେଜଲ୍ଟ। ତ ଇଏ ହଉଛି ଆଜିର ମାନେ ମେନ୍ ଟପିକ ତ ସାର୍ ବି ହଁ, କହିଥିଲେ ଗୋଟେ ଟିଚର ସାର୍। ରେଜିଷ୍ଟ୍ରେସନ ହଉଛି ଗୋଟେ ଆଜ୍ଞା ସାର୍। ଗୋଟେ ରେଜିଷ୍ଟ୍ରେସନ ହଉଛି ଗୁଡଟର ଗୋଟେ କୋର୍ସ ଯୋଉଟା କି ଆରତୀୟପା ଅଲରେଡି ଷ୍ଟାର୍ଟ କରିଦେଲେଣି 7 ଦିନର ଆଜ୍ଞା କୋର୍ସ। ଯେମିତି କିଶୋରର ଉଡାନ କୋର୍ସ, ନ୍ୟୁଟ୍ରିଚାର୍ଜର ବୀର କିମ୍ବା ବୀରାଙ୍ଗନା କୋର୍ସ, ସେମିତି ଗୁଡଟର ଯୋଉ କୋର୍ସ ହଉଛି ଲେଟେଷ୍ଟ ଗେଟ୍ ଟୁଗେଦର। हाँ, इंडिया इंडिया कुक गेट टुगेदर, सॉरी, इंडिया कुक गेट टुगेदर एमती गोटे कोर्स होची। तो से कोर्स रे आमे जो मानकर इंटरेस्ट अछि प्राय प्रत्येक परिवार रे तो समस्ते आमे खाउचे ना। तो आमे से कोर्स को आम परिवार रे आमे शिखिबा दरकार और सेटा को सर्कुलेट भी करबा दरकार। ओके, थैंक यू। मितांजलि मैडम। आज्ञा अनम्यूट करदु। ସାର୍ ନମସ୍କାର, ଜୟ ଆସେମ୍। ଆଜ୍ଞା ଆଜ୍ଞା, ନମସ୍କାର। ଗୁଡଷ୍ଟ ମୁଁ ଦେଖିଲି, ଆମେ ତ ଘରେ କରିକିରି ଖାଉଛୁ, ଏଇଟା ବହୁତ ଭଲ। ଆଉ ମୋର ସେଇ କୋର୍ସ ଟା କରିବା ପାଇଁ ଯେ ମତେ ଟିକେ ଟାଇମ ହବନି, ଦେଖିଆ ମୁଁ ଆରତୀ ବାପାଙ୍କ ସହିତ କଥା ହେଇକିରି ଜଏନ କରିବି ଆଉ। ଆଜ୍ଞା ଆଜ୍ଞା, ଆଜ୍ଞା ଗ୍ରୁପରେ ବି ଆଜ୍ଞା ସର୍କୁଲେଟ କରିବେ। ବହୁତ ସାରା ଲୋକ ଏମିତି ବି ଅଛନ୍ତି ଯେ ସାର୍। ସେମାନେ ବି ଶିଖିବାକୁ ଚାହୁଁଛନ୍ତି, ତାଙ୍କ ପାଖରେ ସମୟ ଅଛି। ସେ ଯୋଉ ଲିଙ୍କ କୁ ହୁଁ। ସର୍କୁଲେଟ କଲେ ଆରସିଏମ ରେ ଜଏନ କରନ୍ତୁ ନ କରନ୍ତୁ କିଛି ଅସୁବିଧା ନାହିଁ। ହଁ, ତ ଏଇଟା ତ ବାହାର ଲୋକ ବି ଜଏନ କରିପାରିବେ। ହଁ, ସମସ୍ତେ ସୁସ୍ଥ ରହିବା ଦରକାର, ମେନ୍ କଥା ହାଇଜେନିକ ପ୍ରଡକ୍ଟ ୟୁଜ କରିକି। ସାର୍। ୟୁଟ୍ୟୁବରେ ସବୁ ଯାକ ଯୋଉ ଡେଲି ରେସିପି ହଉଛି ସେଇଟା ବି ରହୁଛି ରେକର୍ଡ। ଓକେ, ଆଜ୍ଞା थैंक यू। ଶର୍ମିଷ୍ଠା ମ୍ୟାଡ଼ାମ। ସାର୍ ନମସ୍କାର, ଜୟ ଆସେମ୍। ଆଜ୍ଞା, ନମସ୍କାର। ସାର୍ ମୁଁ ତ ଆଜିର ଭିଡିଓଟା ଅଧା ଅଧୁରା ଦେଖିଛି, ତାକୁ ମୁଁ ୟୁଟ୍ୟୁବରେ ପୁଣି ଦେଖିଦେବି ପଛରେ। ଆଉ ସାର୍ ଯୋଉ କହିଥିଲେ ଏଇ ଲୋକଙ୍କୁ ଆଣିକି ଗୁରୁକୁଲରେ ବସାଇବା ପାଇଁ ଆଉ ସେମାନଙ୍କୁ ବୁଝେଇବା ପାଇଁ ଗ୍ରୋଥ ପାଇଁ, ତ ମୁଁ କାଲି ପ୍ରବୀଣା ମ୍ୟାଡାମଙ୍କୁ ଫୋନ କରିଥିଲି। ଆପଣ ତ ଜାଣିଛନ୍ତି ସେ ଯୋଉ ଲିପି ମ୍ୟାଡାମ ଆସିଥିଲେ, ମ୍ୟାଡାମ ମତେ ପ୍ରବୀଣା ମ୍ୟାଡାମ ଫୋନ ନମ୍ବରଟା ଦେଇନାହାନ୍ତି, ତେଣୁ କଣ୍ଟାକ୍ଟ ହେଇପାରିନି। ଆଉ ଗୋଟେ ଯୋଉ ବିଜୟଲକ୍ଷ୍ମୀ ମ୍ୟାଡାମ ଯୋଉ ଧୁଆଳ ବାଲୁଗାଁ ପାଖରେ, ତାଙ୍କ ସାଙ୍ଗରେ କାଲି କଣ୍ଟାକ୍ଟ କରିଥିଲି। ସିଏ କୁଆଡେ ଯାଉଥିଲେ ଗାଡିରେ, ତ ଭଏସ ଅପଡାଉନ ହଉଥିଲା। ତ ସିଏ ମତେ କହିଛନ୍ତି, ମୁଁ ଆଜି ବି ତାଙ୍କ ସାଙ୍ଗରେ ଆଉଥରେ କଣ୍ଟାକ୍ଟ କରିବି। ଆଉ କାଲି ସୁମିତ୍ରା ଦାସ ଯୋଉ ତପନର ମିସେସ୍, ତା ସାଙ୍ଗରେ କଣ୍ଟାକ୍ଟ କରିକି କଥାବାର୍ତ୍ତା କରିଛି। ସିଏ କହିଛି 2 ଜଣଙ୍କୁ ମୋ ପାଖକୁ ଆଣିବ। ମୁଁ କହିଲି ତମେ ଆଗ ଆଣ, ଆଣିଲା ପରେ ଆମେ ସାରଙ୍କ ସାଙ୍ଗେ କଣ୍ଟାକ୍ଟ କରେଇବା। ଏତିକି ଆଉ କହୁଛି, ଆଉ କଣ କହିବି। ଥ୍ୟାଙ୍କ ୟୁ ଭାଇ, ସାର୍। ବାହ, ବହୁତ ବଢିଆ। ଆକ୍ଚୁଆଲି ଦେଖନ୍ତୁ, ପ୍ରୟାସ ତ କରିଛନ୍ତି। ହଁ କଣ ସାର୍, ହବ ନହବ ସେଟା ତ ପର କଥା, ସେ ତ ପଛ କିନ୍ତୁ କଥା। ପ୍ରୟାସ ତ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କୁ। ଏ ପ୍ରୟାସ କରନ୍ତୁ। ଏଇ ଯୋଉ ମାନେ ଇଣ୍ଡିଆ କୁକ୍ ଗେଟ୍ ଟୁଗେଦର ଯୋଉ କୋର୍ସ ଚାଲିଛି, ତ ତା ଆଜ୍ଞା ଉପରେ ବି ଯୋଉ ଲିଙ୍କ ଆମର ଗ୍ରୁପରେ ବି ପଠା ହଉଛି, ତ ସେ ଗ୍ରୁପରେ ମୁଁ ଆଉଥରେ ବି ପଠେଇଦେବି। ତାକୁ ଟିକେ ଆମେ ସର୍କୁଲେଟ କରିବା, ସମସ୍ତଙ୍କୁ କହିବା, କାରଣ ଖାଇବା ଉପରେ ବି ସମସ୍ତଙ୍କ ୱିକନେସ୍ ବି ଥାଏ। ତ ନିହାତି ନିହାତି। ଆମେ ହାଇ ଦେଖନ୍ତୁ, ଏପଟରେ ଆମେ ମେଡିସିନ ଖାଉଥିବା, କେମିତି ଅନହେଲ୍ଦି ଫୁଡ ଯଦି ଆମେ ଖାଉଥିବା, ତାହେଲେ ତ ଆମେ ଅସୁସ୍ଥ ରହିବା। ଆଉ ଏଇ ଦୁନିଆକୁ ସୁସ୍ଥ କେମିତି କରିବା? ଓକେ, ଆଜ୍ଞା, ବହୁତ ବଢିଆ କଥା। ଥ୍ୟାଙ୍କ ୟୁ ମ୍ୟାଡ଼ାମ ଆପଣଙ୍କର ଥ୍ୟାଙ୍କ ୟୁ, ଇନିସିଏଟିଭ ପାଇଁ। ୱେଲକମ୍। ଆଜି ଫାର୍ଷ୍ଟ ଟାଇମ ଆମ ସାଙ୍ଗରେ ଆସିଛନ୍ତି ନର୍ମଦା ମ୍ୟାଡ଼ାମ ଆସିଛନ୍ତି। ମ୍ୟାଡ଼ାମ ୱେଲକମ୍, ଆପଣ ଅନମ୍ୟୁଟ କରିପାରିବେ। ନମସ୍କାର ଦିଦି, ଦିଦି ସିଷ୍ଟର, ନମସ୍କାର। ମ୍ୟାଡ଼ାମ ମ୍ୟାଡ଼ାମ ଅନମ୍ୟୁଟ କରିପାରିବେ ଆପଣ? ମୁଁ ଗୋଟେ ଅପସନ ଦଉଛି ଆପଣଙ୍କୁ, ଓକେ, ସେଟାକୁ ଟଚ୍ କରିଦେଲେ ଆପଣ ଅନମ୍ୟୁଟ କରିପାରିବେ, ଆପଣ ନିଜେ ବି କହିପାରିବେ। ମ୍ୟାଡ଼ାମଙ୍କର କାହିଁକି ଅନମ୍ୟୁଟ ହଉନି? ଠିକ ଅଛି, ଦେଖିଦବା। ଓକେ, ମନୋଜ ବାବୁ ଅଛନ୍ତି। ମନୋଜ ବାବୁ ୱେଲକମ୍। ଜୟ ଆସେମ ସାର୍। ଜୟ ଶ୍ରୀ। ହଉଛି ବର୍ତ୍ତମାନ ତ ଆମେ ଆକ୍ଚୁଆଲି ନିଜେ ଆଜ୍ଞା କରିକି ଖାଇବା,
ତା ସହିତ ବର୍ତ୍ତମାନ ଯୋଉ ଛୋଟ ଛୋଟ ଦୋକାନୀ ମାନଙ୍କୁ ବର୍ତ୍ତମାନ ବି ଏଇ ଜିନିଷଟା ଆଜ୍ଞା ବତେଇବା, ଯୋଉଟା କି ସେମାନେ ଲୋକଙ୍କୁ ଖଇଲେ ତେଲ ତ ଆମେ ଅବିକା ଦେଲୁଣୁ, କିନ୍ତୁ ଏଇଟା ଖଇଲେ ଆମେ ସବୁବେଳେ ବରା ଆଳୁଚପ ସିଙ୍ଗିଡା ଏଇ ତିନିଟା ଆଇଟମ ଆଜ୍ଞା ତିଆରି ହଉଛି ଆମର ଦେଖିବେ ସବୁ ହୋଟେଲରେ, ଯୋଉ ଇଏ ଗୁଡାକରେ। ଏଇଟା ଗୋଟେ ଜିନିଷ ତିଆରି କରିକି ତାଙ୍କୁ ଦେଖେଇକିରି ଲୋକଙ୍କୁ ଖଇଲେ ଏଇଟା ବି ଆଜ୍ଞା ଆଗ୍ରହ ହବ ଅଟୋମେଟିକ ଲୋକଙ୍କର, ତାପରେ ଆମର ବି ସେଲ୍ ଟା ବଢିବ ଆଉ। ବାହ, ବହୁତ ବଢିଆ। ଜୟ ଆସେ। ଆଜ୍ଞା ଆଜ୍ଞା। ନାଇଁ ଆକ୍ଚୁଆଲି ବହୁତ ଭଲ କଥା ଆପଣ କହିଲେ। ଯୋଉ ଆମମାନଙ୍କ ଧାରଣା ରହୁଛି ଯେ ତେଲ ଭାଜି ଦୋକାନରେ ଆମ ତେଲ ୟୁଜ ହଉନି, ତ ସେଟା ଗୋଟେ ବହୁତ ବଡ କଥା। ମୁଁ ମନୋଜ ବାବୁ ଯାଇଥିଲି ଖୋର୍ଦ୍ଧା ୟୁଏଲପି ପ୍ରୋଗ୍ରାମକୁ ଯାଇଥିଲି। ସେଠୁ ଆମେ ତପନ ବାବୁଙ୍କ କଥା, ଯୋଉ ଶର୍ମିଷ୍ଠା ମ୍ୟାଡାମଙ୍କ ଟିମରେ ଆମେ ଯାଇଥିଲୁ, ସେଠିକି ଯାଇଥିଲୁ। ମାନେ ଲୋକ ଘରେ ପ୍ରାଇସ୍ ଦେଖିକି ଯୋଉ ଚା ପତି କିଏ କଣ ଯୋଉ ଆମର ପପୁଲାରିଟି କୁ ସେମାନେ ନଉଛନ୍ତି। କିନ୍ତୁ ଦେଖନ୍ତୁ ଏଭଳି ଲୋକ ବି ଅଛନ୍ତି, ଆମର ଇଲାଇଟି ଟି କୁ ସେ ନେଇକି ସେଠି ତାଙ୍କର ଚା ତାଙ୍କର ହାଇୱେ ସାଇଡରେ ତାଙ୍କର ଚା ଦୋକାନ, ସେଠି ସେ ତାକୁ ପ୍ରିପେୟାର କରିକି ଦଉଛନ୍ତି ଚା ରେ। ଆଚ୍ଛା, ସବୁଠୁ ବଡ କଥା, ଆମେ ଯେତେବେଳେ ତାଙ୍କୁ ପଚାରିଲୁ, ହୁଏତ ଭିଡିଓ କରିବା ପାଇଁ ଟିକେ ଟାଇମ ହେଲାନି, ପଳେଇ ଆସିଲୁ। ସେ କହିଲେ ଯେ, ମୁଁ ତାଙ୍କୁ କହିଲି, ମୁଁ ମୋ ଆଡୁ କହିଲି, ମୁଁ କହିଲି କି ଆପଣ ଇଲାଇଟି ଟି କାହିଁ ୟୁଜ୍ କରୁଛନ୍ତି, ଆପଣଙ୍କୁ ତ ବହୁତ ପଇସା ପଡିବ, ଆପଣ ପପୁଲାର ଟି କାହିଁ ନଉନାହାନ୍ତି। କାହିଁ ନାହିଁ, ସେଟାର ଡଷ୍ଟ ଅଛି, ଠିକ ଅଛି। କିନ୍ତୁ ଦ୍ୱିତୀୟ କଥା ହଉଛି ଯେ ଯଦି ମୁଁ ଅଲଗା ମାର୍କେଟର ଯୋଉ ଟି ପକଉଥିଲି 7 ଚାମଚ ମତେ ପକେଇବାକୁ ପଡୁଥିଲା, ଏଠି 3 ଚାମଚରେ ମୋର ହେଇଯାଉଛି। ଆମର କଷ୍ଟ ସିଏ ଠିକ ହେଇଯାଉଛି। ମୁଁ ସେ କଥା ବି ତାଙ୍କଠୁ ବି ସେଦିନ ଶିଖିକି ଶିଖିକି ଆସିଲି। ମୁଁ କହିଲି ଆରେ ବଢିଆ କଥା ତ। କହିଲେ ଆଉ ତା ଛଡା ଲୋକ ଲୋକ ଆମେ ଯେତେବେଳେ ତାଙ୍କ ମନୋବୃତ୍ତି ଦେଖନ୍ତୁ, ମାନେ ଏତେ ବଢିଆ। ସେ କହିଲେ କି ଲୋକ ସୁସ୍ଥ ରୁହନ୍ତୁ, ଭଲ ରୁହନ୍ତୁ, ଭଲ ଜିନିଷ ଯଦି ମିଳିଛି ତାହେଲେ କରନ୍ତୁ। ମୁଁ ସେଇଟାକୁ ତାଙ୍କୁ କମିଟମେଣ୍ଟ କରିକି ଆସିଛି। ମୁଁ କହିଲି ଗୋଟେ ତାଙ୍କର ଦୋକାନ ଆଗରେ 20 ଫୁଟର 3 ଫୁଟର ଗୋଟେ ନା, ଇଏ ଚାର ଗୋଟେ ଫ୍ଲେକ୍ସ ସେଟା ଦେବି। କହିଲେ ହଁ ସେଇଟା ହେଲେ ଆହୁରି ବଢିଆ, ମୁଁ ଲୋକଙ୍କୁ ଦେଖେଇ ପାରିବି। ବହୁତ ବଢିଆ। ଯାହା ହଉ ଆପଣଙ୍କ ଇନିସିଏଟିଭ ପାଇଁ ଆ, ନମିତା ମ୍ୟାଡାମ। ଆଜ୍ଞା। ସାର୍ ନମସ୍କାର, ଜୟ ଆସିମ୍। ନମସ୍କାର ଚାର୍ଜ। ସାର୍ ମୁଁ ଯାଇଥିଲି କାଲି କଳିଙ୍ଗନଗରରେ, ସେ ଭଉଣୀକୁ କହିଲି ତୁ ହଉଛି ଗୁରୁକୁଲ ରେ ବସୁନୁ, ଭଲ ଇଏ ସବୁ ଦଉଛି ରେସିପି ଫେସିପି ସବୁ ଉପରେ ଜ୍ଞାନ ଆସିବ ଆମର। ନା ହଁ ମୁଁ କରିବି କେମିତି, ମୁଁ ଯାଉଛି ହେରି, ସେ ଯାଉଛି ବାହାରକୁ ଇଏ ଯୋଗ କରିକି ଆସୁଛି, ଆସିଲା ବେଳକୁ ଟାଇମ ହଉନି, ନହେଲେ ଟାଇମ ବାହାର କରିକି ମୁଁ ଯେମିତି ହେଲେ ବସିବି। ଆଉ ବହୁତ ସାରା ବି ମାନେ ଜିନିଷ ଆମ ଘର ଭିତରେ ମଗେଇଛନ୍ତି, ମୋର ଜିନିଷ ସବୁ ଦେବି ତାଙ୍କୁ। ଏଇ ଚାହା ଟା ବହୁତ ଆମର ଇଏ ହଉଛି। ସେ ଭଉଣୀ ନେଇଥିଲା 500 ଗ୍ରାମ ଟା ଆର ମାସରେ, ପୁଣି ଏ ମାସରେ ବି ଅର୍ଡର କଲା। କାଲି ମୁଁ 700 ଟଙ୍କାର ଜିନିଷ ଦେଇଛି ତାକୁ। ସେ ବଡ ଭାଉଜ ବି ଆମର, ମୁଁ ତାଙ୍କୁ ଭାବୁଛି ଏଇଥରକ ଗୋଟା ମାନେ କରେଇବି ବୋଲି ତାଙ୍କୁ। ସେ ଜିନିଷ ବି ମେଞ୍ଚେ କାଲି ମଗେଇଛନ୍ତି। ଆଉ ଗୁଡଟ ଉପରେ ଆପଣଙ୍କର ଆଜି ଯୋଉ ଦେଲା ଏଠି ଗୁରୁକୁଲରେ, ଆମେ ତ ଆଗରୁ ଖାଇଛୁ, କିନ୍ତୁ ଭଲ ଭଲ ରେସିପି ଗୁଡା ଆରତୀ ବାପାଙ୍କ ଭଳିଆ ଆମେ କରିପାରୁନୁ। କିନ୍ତୁ ନିଜେ କରିକିରି ଅନ୍ୟକୁ ଖୁଆଇବା ଦରକାର। ହେଲେ ସେ ଜାଣିବେ ଯେ ଯାହା ହଉ ଆ ଭିତରେ ବହୁତ ଭଲ ଜିନିଷ ଅଛି। ଏ ସେୟା ଆଉ କଣ, ଆଉ କଣ କହିବି ସାର୍, ରହୁଛି। ନାଇଁ ମ୍ୟାଡାମ, ଠିକ କଥା ଆପଣ କହିଛନ୍ତି। ଏ ସବୁ ଜିନିଷର ଏ ଯୋଉ ସ୍ୱପ୍ନ ଅଛି, ଏ ସ୍ୱପ୍ନ ସାକାର ହବାକୁ ଯାଉଛି। ଜାନୁଆରୀ ଆଜ୍ଞା ଫାର୍ଷ୍ଟ ୱିକରେ ଯୋଉ ସଣ୍ଡେ ଅଛି, ସେ ସ୍ୱପ୍ନ ସାକାର ହେଇଯିବ ସମସ୍ତଙ୍କର। ଆଜ୍ଞା, ହଉ ରହୁଛି, ଥ୍ୟାଙ୍କ ୟୁ। ଓକେ, ବହୁତ ବଢିଆ କଥା। ଯାହା ହଉ। ଚାଉଳ କ୍ଷୀରି ହବନି, ଗୁଡ ପାୟସ ହବ, ଖାଇକି ସବୁ ହାତ ଚାଟିବ। ଆରେ ହଉ ହଉ। ସେଥିଲାଗି ଦେଖନ୍ତୁ, ଆମେ ଜାନୁଆରୀ ମାସରେ ଆମର ବହୁତ ସାରା ପ୍ରୋଗ୍ରାମ ଥିବ, ପ୍ଲାନ୍ ପ୍ରୋଗ୍ରାମ ଥିବ ଫ୍ୟାମିଲିର। ସେଥିଲାଗି ଗୋଟେ ଡେଟ୍ କୁ ସମସ୍ତେ ଷ୍ଟିକ୍ କରିବା, ସମସ୍ତଙ୍କୁ ଇନଭାଇଟ୍ କରିବା, ଆରସିଏମ ରେ ଜଏନ୍ କରନ୍ତୁ ବା ନ କରନ୍ତୁ, ସମସ୍ତଙ୍କୁ ଆମେ ହେଲ୍ଦି ହାଇଜେନିକ ପ୍ରଡକ୍ଟ, ଆମେ ସମାଜକୁ ଯୋଉ ବାର୍ତ୍ତା ଦଉଛେ ତା ଉପରେ ଆମେ ଷ୍ଟିକ୍ କରିବା, ଆମ ବିଚାରକୁ ଆଚ୍ଛା, ଠିକ କରିବା। ସତ୍ୟଦେव, ଆଜ୍ଞା। ବାହାର ଲୋକ ମିଶିବାକୁ ଚାହୁଁଛନ୍ତି ପିକନିକରେ। ମିଶେଇବା କଣ ଅସୁବିଧା? ଆମ ସାଙ୍ଗରେ ଆମେ ତ ଟିସିଜି କହୁଛନ୍ତି ନା, ସାମାଜିକ ଦାୟରା ବଢେଇବା ପାଇଁ ଆମେ ମିଶେଇବା, କଣ ଅସୁବିଧା? ଆସନ୍ତୁ, ସମସ୍ତେ ମିଶନ୍ତୁ। ଆଉ ମ୍ୟାଡାମ, ଆଜି ଯୋଉ ଲିଙ୍କ ଆମର ଇଣ୍ଡିଆ କୁକ୍ ଗେଟ୍ ଟୁଗେଦର ୟା ଉପରେ, ହଁ, ଯୋଉମାନଙ୍କୁ ଆଜି ଆମେ କହିଛେ ଯେ
ଗୁରୁକୁଳରେ ଆସନ୍ତୁ, ଜ୍ଞାନ ମିଳୁଛି। ଜ୍ଞାନ ନବା ପାଇଁ ଆକ୍ଚୁଆଲି କାହାକୁ ବି ଭଲ ଲାଗେନି, ମୁଁ ବି କହୁଛି ମତେ କିନ୍ତୁ ତାଙ୍କୁ ଯଦି ଆମେ ଆଟ୍ରାକ୍ଟ କରିକି କହିବା, ଆଜି ଗୁରୁକୁଳରେ ହେଲା ଗୋଟେ ନୂଆ ଗୋଟେ ରେସିପି ତିଆରି ହେଲା, ସେଠି ଶିଖା ହେଲା, ତ ଆଜ୍ଞା ହେଲ୍ଦି ପ୍ରଡକ୍ଟରେ କେତେ ବଢିଆ ଜିନିଷ କରେ। ତ ତାଙ୍କୁ ଯଦି ଏକ୍ସାଇଟମେଣ୍ଟ ଆମେ କରିକି କହିବା ନା, ତ ସେ ବହୁତ ବଢିଆ ସେ ବି କାଲିକି ଆସିବେ, ଆସିବେ ଗୁରୁକୁଳକୁ ଆସିବେ। ଓକେ। ମିଲି, ହଁ ନର୍ମଦା ମ୍ୟାଡାମ ଆପଣଙ୍କ ଅନମ୍ୟୁଟ ହେଇଗଲାଣି, ଆପଣ ଏଥର କହିପାରିବେ, କୁହନ୍ତୁ ମ୍ୟାଡାମ। ଆଜି ଫାଷ୍ଟ ଟାଇମ୍। ନମସ୍କାର ନମସ୍କାର ଜୟ ଶ୍ୟାମ। ଜୟ ସିଂ, ଜୟ ବିଗ ସିଂ ସିଷ୍ଟର, ମ୍ୟାଡାମ, କୁହନ୍ତୁ। ନମସ୍କାର। ନାଇଁ ମୁଁ ତ ସବୁ ଶୁଣିଲି, ମତେ ବହୁତ ଭଲ ଲାଗିଲା। ଆଉ ଗୁଡ ଡଟ୍ ବି ମୁଁ ବ୍ୟବହାର କରୁଛି, ମୁଁ ବି ଗୁଡ ଡଟ୍ ବିଷୟରେ ବହୁତ ଲୋକଙ୍କୁ କହିଛି, ଆଉ ସେମାନେ ବି ସବୁ ଇଣ୍ଟରେଷ୍ଟେଡ ଅଛନ୍ତି ନବା ପାଇଁ। ତାପରେ ଆପଣ ଯୋଉ କହିଲେ ସବୁ ଇଣ୍ଡିଆ ଟୁଗେଦର ବିଷୟରେ, ସେ ବିଷୟରେ ଟିକେ ମୁଁ ଚିନ୍ତା କରିବି, ଆରତୀ ମ୍ୟାଡାମଙ୍କ ସାଙ୍ଗେ ଟିକେ କଥାବାର୍ତ୍ତା କରିକିରି ମୁଁ କହିବି ଆପଣଙ୍କୁ। ଆଉ ଏଇଆ ତ କଥା, ଆଉ କଣ କହିବି। ପ୍ରଥମେ ସେଇ କଥା ମୁଁ ସମସ୍ତଙ୍କୁ କହେ, ପ୍ରଥମେ ନିଜେ ସୁସ୍ଥ ରୁହ, ନିଜ ପରିବାର ସୁସ୍ଥ ରହିବ, ତାପରେ ଆମେ ଅନ୍ୟକୁ କହିବା। ଆମେ ଯଦି ନିଜେ ସୁସ୍ଥ ରହିବା, ତାହେଲେ ଅନ୍ୟମାନଙ୍କୁ ବି ସୁସ୍ଥ ରଖିପାରିବା। ସେଥିପାଇଁ ଆମର ଏଇ ଆର୍ସିଏମ୍ ପ୍ରଡକ୍ଟ ହଉଛି ସୁସ୍ଥ ରଖିବାର ଗୋଟେ ପ୍ରଧାନ ଉପାୟ। ଏଇଆ ତ କହିଲି, ଆଉ କଣ କହିବି। ବହୁତ ବଢିଆ, ବହୁତ ବଢିଆ, ଯାହା ହଉ ଆପଣଙ୍କ ପ୍ରୟାସ ବହୁତ ବଢିଆ। ଆକ୍ଚୁଆଲି ଇଏର ଲିଙ୍କ ବି ଆସୁଛି, ମୁଁ ହ୍ୱାଟ୍ସଆପରେ ପଠେଇଦେବି ଗ୍ରୁପରେ। ତ ସେ କୁକର ଆକ୍ଚୁଆଲି ଇଣ୍ଡିଆ କୁକ୍ ଗେଟ୍ ଟୁଗେଦରର ଇଏ ଯୋଉ ଲିଙ୍କ ଆମେ ସମସ୍ତେ ଯଦି ରେଜିଷ୍ଟ୍ରେସନ କରିବା, ତ ଆମେ ଯୋଉ ପ୍ରକାରର ରେସିପି ଆମେ ତିଆରି କରୁଛେ, ସେ ରେସିପି ଆମେ ତାଠୁ ବେଟର ହାଇଜେନିକ ଫୁଡର ରେସିପି ଆମେ ଲୋକଙ୍କୁ ଶିଖେଇ ପାରିବା। ମାନେ ନୁହେଁ କି ଆରସିଏମ ରେ ଜଏନ କରନ୍ତୁ, ଯିଏ ଆରସିଏମ ରେ ଜଏନ କରିଛନ୍ତି ସେମାନେ କେବଳ ସୁସ୍ଥ ରହିବେ, ଆଉ ଯିଏ ଜଏନ ନ କରିବ ସେ ଅସୁସ୍ଥ ରହିବ, ସେ ବି ନୁହେଁ। ସମସ୍ତେ ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତେ ପ୍ରଡକ୍ଟ ୟୁଜ କରନ୍ତୁ। ହଁ, ୟୁଜ ଯଦି ବି ଜଏନ ନ କରୁଛନ୍ତି କିଛି ବି ଅସୁବିଧା ନାହିଁ, ଆପଣଙ୍କ ନାଁରେ ତ ବିଲିଂ ହବ, ତ ଇଏ ବି ହେଇଯାଇ ପାରିବ। ଆଉ ବହୁତ ବଢିଆ କଥା। ମିଲି ମ୍ୟାଡାମ କୁହନ୍ତୁ, ଅନମ୍ୟୁଟ କରନ୍ତୁ ମ୍ୟାଡାମ। ସାର୍ ନମସ୍କାର। ନମସ୍କାର ମ୍ୟାଡାମ, କୁହନ୍ତୁ। ମୁଁ ତ ବ୍ୟସ୍ତ ଭିତରେ ରହିଥିଲି, ମୋ କାର୍ତ୍ତିକ ଭାଇ ଫୋନ କଲେ। ମୁଁ କହିଲି ଭାଇନା ମୁଁ ଟିକେ ଯାଉଛି ପୁଅକୁ ସ୍କୁଲ ଛାଡିବା ପାଇଁ, ଆଉ ଟିକେ ଛାଡିକି ଆସେ। ତଥାପି ମୁଁ ତା ଦେହରେ ଲଗେଇକି ମୋବାଇଲ ଗାଡି ଦେହରେ ଥୋଇକି ମୁଁ ଶୁଣି ଶୁଣି ଯାଉଥିଲି ଧୀରେ ଧୀରେ। ପୁଅକୁ ଛାଡିବା ପାଇଁ 7:30ରେ ତାର କ୍ଲାସ ହଉଛି, ମୁଁ ତାକୁ ଛାଡିବା ପାଇଁ ଯାଇଥିଲି। ଯେ ମତେ ଏତିକି ଖୁସି ଲାଗୁଛି ଯେ ମୁଁ ଜଏନ କରିକି ଆପଣଙ୍କ କଥା ସବୁ ଶୁଣି ପାରୁଛି। ସେଥିପାଇଁ ମୁଁ ଟିକେ ଯେତେ ବ୍ୟସ୍ତତା ଭିତରେ ରହିଲେ ବି ଆପଣଙ୍କ କଥା ଶୁଣିବା ପାଇଁ ବହୁତ ଆଗ୍ରହ। ଆଉ ମୋର କଣ କହିବି, ମୋର ଏତିକି ରଖି ମୋର କିଛି କାମ ଓକେ, ନାଇଁ ଅଛି, ବହୁତ ଆଉ ବଢିଆ ବ୍ୟସ୍ତତା କଥା, ଭିତରେ ବହୁତ ରହୁଛି। ବଢିଆ କଥା ମ୍ୟାଡାମ। ଆଜ୍ଞା ଖାଲି ଗୋଟେ ସଜେସନ, ଆଜ୍ଞା ଗାଡିରେ ଗଲାବେଳେ ଆପଣ ମୋବାଇଲ ଟା ୟୁଜ ଆଜ୍ଞା। କରିବେନି, କାରଣ କେତେବେଳେ ଅନ୍ୟମନସ୍କ ହେଇଯିବା, କଣ ହେଇଯିବା, ମନ ଲାଗିଯିବ କଥାରେ। ନାଇଁ ନାଇଁ, ମୁଁ ଗାଡି ଭିତରେ ମୁଁ ଥୋଇ ଦଉଛି, ମାନେ ମୋର ଡିକି ଅଛି ତ, ଗାଡିର ଷ୍ଟାଣ୍ଡ ବି ଯୋଉଟା ଅଛି ଖୋଳ ଅଛି, ହଁ, ତା ଦେହରେ ରଖି ମୋର ଗାଡି ଚଲେଇ। ମୁଁ ବି ଏବେ ନୂଆ ଗାଡି ଚଲାଉଛି, ମୁଁ ଏତେ ବେଦାୟିତ୍ୱ ରେ ଯାଉନାହିଁ। ନାଇଁ ନାଇଁ, ବଢିଆ ବଢିଆ ବଢିଆ, ବହୁତ ବଢିଆ। ହଁ, ୟୁଟ୍ୟୁବରେ ଆଜି ଗୋଟେ ବହୁତ ବଢିଆ ରେସିପି ଶିଖା ହେଲା, ତ ଆପଣ ଆଜ୍ଞା ଦେଖିବେ ୟୁଟ୍ୟୁବରେ, ତାର ଲିଙ୍କ ବି ଆପଣଙ୍କୁ କାର୍ତ୍ତିକ ଭାଇ ପଠେଇଦେବେ ଆପଣଙ୍କୁ। ତ ଆପଣ ଦେଖିବେ ସେ ଆଜ୍ଞା ଆଜ୍ଞା ଆଜି ବହୁତ ବଢିଆ ରେସିପି ଆଉ ହାଇଜେନିକ ଖାଦ୍ୟ ତା ଉପରେ ଦେଖିଦେବେ, ଆଉ ଦେଖିଦେଲେ ଆପଣ ଜାଣିପାରିବେ। ଓକେ, ଆଜ୍ଞା ଥ୍ୟାଙ୍କ ୟୁ, ଆପଣ ଜଏନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଜ୍ଞା। ମିନତି ମ୍ୟାଡାମ ଅନମ୍ୟୁଟ କରିପାରିବେ କି? ଅନମ୍ୟୁଟ କରିବା ଟିକେ ସମ୍ଭବ ହେଇପାରୁନି, ଟିକେ ଦେଖିବା କେତେବେଳେ ତାଙ୍କ ସହିତ କଥା ହେଇକି। ଓକେ, ମିତାଞ୍ଜଳି ମ୍ୟାଡାମ, ୱେଲକମ୍ ମ୍ୟାଡାମ। ଆଜ୍ଞା ମ୍ୟାଡାମ, ଅନମ୍ୟୁଟ। ତା ପୂର୍ବରୁ ମୁଁ ସାହୁ ଭାଇଙ୍କୁ କହିବି। ସାର୍ ମୁଁ କହିଛି ପରା ସାର୍, ନମସ୍କାର ଜୟ ଶ୍ରୀ, ମୁଁ କହିସାରିଛି ଓହୋ, ଗୁଡ ସରି ଡଟ୍ ସରି ବିଷୟରେ। ସରି, ମୁଁ ଆଜ୍ଞା ଡବଲ ସାର୍। କହିଦେଲି। ଆଚ୍ଛା ଆଚ୍ଛା, ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ବିଲି ମ୍ୟାଡାମ। ହଁ 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 ହଁ, ଆଜ୍ଞା। ଆପଣ ଭାଗ୍ୟବାନ, ଆପଣଙ୍କୁ ଡବଲ ଥର କୁହାଗଲା, ବହୁତ ଭାଗ୍ୟବାନ। କିନ୍ତୁ ଯାହା ହଉ, ଆଜି ତ ରେସିପି ବହୁତ ବଢିଆ ହେଲା, ଗୁଡ ଡଟ୍ ଉପରେ ବହୁତ ସୁନ୍ଦର ହରେଇଲେ, ପ୍ଲସ୍ ତା ସହିତ ଗେସେସ୍ ଆଉ 100%, 50%, 25%, ୟାକୁ ଆମେ ଆଖି ଆଗରେ ନଜର ରଖିବା। ମୁଁ ଯେମିତି କାଲି ମେଡିକାଲରେ ଥିଲି, 7 ଜଣ ଲୋକଙ୍କୁ ଏ ବିଷୟରେ କହିଲି ଯେ ଗୁରୁକୁଳରେ ଜଏନ କରିବା ପାଇଁ, ସମସ୍ତେ ହଁ ମାରିଲେ, ଅବଶ୍ୟ ଜଏନ କରିପାରିଲେନି,
ସକାଳେ ମୁଁ ଫୋନ ବି କଲି, ଯାହା ଉଠେଇ ପାରିନାହାନ୍ତି, ତଥାପି ମୁଁ ପ୍ରୟାସ ରଖିବି ସେ ଯୋଉ 7 ଜଣ ତା ସହିତ ଅଧିକ ଲୋକମାନଙ୍କ ପାଇଁ ଇନଭାଇଟ୍ କରିବି। ଗୁରୁକୁଳରେ ଆଜି ଯୋଉ ରେସିପି ହେଇଛି ସେ ରେସିପି ଏତେ ସୁନ୍ଦର ହେଇଛି, ଆମେ ଯାହାକୁ ଦେଖେଇବା ଯେକୌଣସି ଲେଡିଜ ବା ଜେଣ୍ଟସ ସେ ନିଶ୍ଚିତ ଖୁସି ହେବେ। ଆଉ ତାକୁ ଯିଏ ଦେଖିବ ମୁଁ ଲିଷ୍ଟ କରୁଛି ଯେ ସେମାନଙ୍କୁ ଫୋନ ବି କରିବି ଆଉ ଏଇଟା ପଠେଇବି, କଣ ଦେଖିଲେ ପଚାରିବି, ଯାହାଫଳରେ କି ଯୋଉ 7 ଜଣ ମୋର ସହିତ ଯୋଗାଯୋଗ ହେଇଥିଲା କାଲି ସେମାନଙ୍କୁ ବି ପଠେଇବି ଆଉ ତାଙ୍କୁ ବି ପଚାରି ବୁଝିବି କଣ ତମେ ଶିଖିଲ ଏଇ ରେସିପି ବିଷୟରେ। ତେଣୁ ଏଇଗୁଡ଼ା ବହୁତ ବଢିଆ ହେଇଛି। ଆଜି ବି ପୁଣି ମେଡିକାଲ ଯିବି, ତଥାପି ମୁଁ ବି ନୂଆ ଲୋକମାନଙ୍କୁ ଏଥିରେ ବର୍ତ୍ତମାନ ଏଇ ଯୋଉଟା ଆମର ପ୍ରୋଗ୍ରାମ ହଉଛି ଗୁରୁକୁଳ ସେଇଟା ମଧ୍ୟ ପୁଣି ବି ଜାରି ରଖିବି ନୂଆ ଲୋକମାନଙ୍କ ପାଇଁ। ସବୁଠୁ ଶତପଥୀ ବାବୁ ବହୁତ ବଢିଆ ସାହୁ ଭାଇ କଥା। ନମସ୍କାର। ଆରତି ନମସ୍କାର ମ୍ୟାଡାମ ନମସ୍କାର କରିକିରି ନମସ୍କାର। ଏଇ ପ୍ରୋଗ୍ରାମ ଆଜି ଯୋଉ ରେସିପି ହେଲା, ଆରତି ଆଜ୍ଞା ମ୍ୟାଡାମଙ୍କ ଘରକୁ ଯିବା, ସମସ୍ତେ ଖାଇବା ଏଇଟା। ଆଜ୍ଞା ଆଜ୍ଞା ହୃଦୟ ବହୁତ ବଡ ଅଛି, ସେଥିପାଇଁ ଆପଣଙ୍କୁ କହିବାକୁ ପଡିବ। ନାଇଁ, ଆକ୍ଚୁଆଲି ଆମେ ଯାହାଙ୍କୁ କହୁଛେ ଗୁରୁକୁଳ ଦେଖିବା ପାଇଁ, ଗୁରୁକୁଳରେ ଯୋଉଟା ଆମକୁ ବହୁତ ଭଲ ଲାଗିଲା, ଆମେ ସେମାନଙ୍କୁ ଯଦି ତାକୁ ବହୁତ ଭଲ ଭାବରେ ଏକ୍ସାଇଟମେଣ୍ଟରେ ପ୍ରେଜେଣ୍ଟ କରିଦେଇ ପାରିବା, ତାହେଲେ ସେମାନେ ତାର ୟୁଟ୍ୟୁବ ବି ଦେଖିବେ, ଆଜିର ୟୁଟ୍ୟୁବ ବି ଦେଖିବେ, ଆଉ ତା ସହିତ ତାଙ୍କୁ ଯାହା ଆଚ୍ଛା ଯାହା ଆମକୁ କୁହାହେଇଛି ଆମେ ସେଇ କାମ ବି। ଆଚ୍ଛା ସାହୁ ଭାଇ ପିଆଜ ରସୁଣ ଖାଇବେନି, ତାଙ୍କ ପାଇଁ ନା ବନ୍ଧାକୋବି ଗ୍ରେଟିଂ ହେଇକି ପଡିକିରି ସେଇଟା ବନା ହବ। ବନ୍ଧାକୋବି ବି ଖାଇବିନି। ନା ନା, ବିନା ପିଆଜ ରସୁଣ ବି ବନେଇକି ଦିଆହବ। ତାଙ୍କୁ କମ୍ପଲ୍ ରେଷ୍ଟ୍ରିକ୍ସନ ବନ୍ଧାକୋବି ଅଛି ପଡିବ ମ୍ୟାଡାମ, ତାଙ୍କୁ। ନମସ୍କାର। ବନ୍ଧାକୋବି ଖାଇବେନି, କାର୍ଡିଓଲୋଜି ପେସେଣ୍ଟ। ଆଉ ସିଏ ତ କହୁଛନ୍ତି ଯୋଉମାନେ ପିଆଜ ରସୁଣ ନା ଖାଇବେ ବନ୍ଧାକୋବି କରିକି ପକା। ସେଟା ଆପଣ ଇନୋଭେଟିଭ ଆଇଡିଆରେ କଣ କରିବେ, ଆମକୁ ଆଉ କାହିଁ କହୁଛନ୍ତି? ଆମେ ଖାଇବା ଲୋକ ଖାଇବୁ, କଣ ଅଛି? ସାହୁ ଭାଇ ନ ଖାଇଲେ ମନ ଦୁଃଖ ହବନି? ଆମ ନାଇଁ, ଆମେ ଗାଁ ଲୋକ ସମସ୍ତେ ଖାଇବୁ, ମୋଟେ ଆପଣ ମନ ଦୁଃଖ ଯାହା କରିକି ହବନି। ଦେବେ ଆମେ ସବୁ ଖାଇଦବୁ। ଓକେ, ବହୁତ ବଢିଆ କଥା। ଆଜି ତ ସମୟ ଅଲରେଡି ହେଇଯାଇଛି, ଆଉ ନା, ଯାହା ହଉ ଆପଣ ମାନେ ଆସିଲେ, ତ ଆମେ ସମସ୍ତଙ୍କୁ ଇନଭାଇଟ କରିବା। ଆମ ଇନଭାଇଟ କରିବାର ଗୋଟିଏ ଉଦ୍ଦେଶ୍ୟ ହଉଛି ଯେ ପୁରା ଭାରତ ବର୍ଷକୁ ସୁସ୍ଥ ମିଲି ରଖିବା। ମିଲି ମ୍ୟାଡାମକୁ ଡାକନ୍ତୁ। ମ୍ୟାଡାମ କହିସାରିଲେଣି ବା? ମିଲି ମ୍ୟାଡାମ। ହଁ, କହିସାରିଲେଣି, ଆଜ୍ଞା। ଆଚ୍ଛା ଆଚ୍ଛା ଆଚ୍ଛା। ଓକେ, ପ୍ରବୀଣା ମ୍ୟାଡାମ କୁଆଡେ ଗଲେ? ଆପଣ ସେଟା ଆଉ ଜାଣେ। ଜଣେ ବାସନ୍ତୀ ମ୍ୟାଡାମ ଥିଲେ ସେ ପଳେଇଲେ, ବାହାରି ଗଲେଣି। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଆଜି ତ ସମୟ ଅଲରେଡି ହେଇଯାଇଛି, ପୁଣି ଆମେ କାଲି ଦେଖିବା ନୂଆ ଚିନ୍ତାଧାରା। ଆଉ ମୁଁ ଏଇ କଥା ବି ଆପଣଙ୍କୁ କହୁଛି ଯେ ଆମେ ଯୋଉ ଗ୍ୟାସେସ ର ଫର୍ମୁଲା ଉପରେ ଆମେ ଡିସ୍କସନ କରୁଛେ, ତାକୁ ଆମ ଟିମରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟା 7:20ରେ ଆମେ ମାନେ ବସୁଛେ, ତାକି ଆମେ ଡେଭଲପ କରିପାରିବା ଟିମ୍ ଲିଡର ମାନଙ୍କୁ। ଆପଣଙ୍କ ଅଫଲାଇନ ହୁଅନ୍ତୁ, ଆପଣଙ୍କର ଡାଉନଲାଇନ ହୁଅନ୍ତୁ, ଆପଣଙ୍କ କ୍ରସ୍ ଲାଇନ ହୁଅନ୍ତୁ, ଆପଣ ସେମାନଙ୍କୁ ଇନଭାଇଟ କରିବା, ତାକି ଆମେ ତାଙ୍କୁ ଗୁରୁକୁଳର ଇମ୍ପୋର୍ଟାନ୍ସ ବି ଶିଖେଇ ଦେଇ ପାରିବା, ଆଉ ତା ସହିତ ଗ୍ୟାସେସ ର ଫର୍ମୁଲା ଉପରେ ବି କରିପାରିବା। ଆଜି ତ ସମୟ ଯାଇଛି, ନମସ୍କାର, ଜୟ ଆଜି ଆର। ସବୁ ପରଚେଜ ଲିଷ୍ଟ ବି ପଠେଇବେ। ଓକେ କାଲି ମିଟିଂରେ ସବୁ ଧନୁ ମୁହଁ ଧରିକି ବସିବ। ଓକେ ଓକେ, ନମସ୍କାର, ଜୟ ଆର। କଣ ଆଜି ସଂକ୍ରାନ୍ତି? ନମସ୍କାର, ଜୟ ଶ୍ରୀ। ଆଜି ଜୟ ସଂକ୍ରାନ୍ତି? ଆଜ୍ଞା ଆଜ୍ଞା। କାଲି ସାର୍, କାଲି ସାର୍। କାଲି ଓକେ ଓକେ, ଥ୍ୟାଙ୍କ ୟୁ ସାର୍। ଜୟ ଶ୍ରୀ ରାମ। ଜୟ ଜୟ ଆର। ଜୟ ଶ୍ରୀ। ଶ୍ୟାମ, ଜୟ ଶ୍ୟାମ, ଜୟ ଶ୍ୟାମ।